Hey students, good morning to all and welcome to my classes. ଆଜି ଆମେ ଷଷ୍ଠ ଶ୍ରେଣୀର ସାହିତ୍ୟ ବହିର ୟୁନିଟ୍ 4 ଯାହାର ନାମ ହେଉଛି ଠକି ବସିଲେ ଠକିଯିବ ତାହାର କ୍ୱେଶ୍ଚିନ୍ ଆନ୍ସରକୁ ଆଜି ଆମେ ଡିସ୍କସ୍ କରିବା ହେଲା। ତ ପୂର୍ବର ତିନିଟା ବିଷୟର କ୍ୱେଶ୍ଚିନ୍ ଆନ୍ସର ଆରାମସେ ମୁଁ ଡିସ୍କସ୍ କରିଛି। ଯଦି ତୁମେ ମାନେ କରିନ ଦେନ୍ ତୁମେ ଚ୍ୟାନେଲକୁ ଯାଇ ଭିଜିଟ୍ କରିକି କ୍ୱେଶ୍ଚିନ୍ ଆନ୍ସର ଆରାମସେ କରିପାରିବ ହେଲା। ତ ଟାଇମ୍ ୱେଷ୍ଟ ନ କରିକି ଚାଲ ଯିବା ଆମେ ଆରାମସେ ଭଲ ଭାବରେ ବୁଝିକିରି କ୍ୱେଶ୍ଚିନ୍ ଆନ୍ସରକୁ ଡିସ୍କସ୍ କରିବା। ଓକେ, ତ 1 ନମ୍ବରରେ କ'ଣ ଦେଇଛି ଦେଖିବା। ତଳେ ଦିଆଯାଇଥିବା ପ୍ରଶ୍ନ ଗୁଡ଼ିକ ଠିକ୍ ଉତ୍ତର ପାଖରେ ତାରା ଚିହ୍ନ ଦେବା। କହୁଛି 1 ନମ୍ବରରେ ଘରେ ଘିଅ ମହୁ ବୋହି ଯାଉଥିଲା। ଏହାର ଅର୍ଥ କ'ଣ ନା ପିଲାମାନେ, ଏହାର ଅର୍ଥ କ'ଣ ନା ଘରେ ଧନ ସମ୍ପଦ ପରିପୂର୍ଣ୍ଣ ଥିଲା ହେଲା। ତ ଏହାର ଅର୍ଥ ହେଇଯିବ ଏଇ ଗୋଟେ। ଓକେ, ତୁମେ ମାନେ ଏମିତି ଷ୍ଟାର ଚିହ୍ନ ଦେଇପାରିବ ବକ୍ସରେ, ଯେହେତୁ କହିଛି ଷ୍ଟାର ଚିହ୍ନ ଦେବାକୁ। ନେକ୍ସଟ 2 ନମ୍ବର କ୍ୱେଶ୍ଚିନ୍ ଦେଖିବା। ମୁଁ ମୁଲେଇଥିବା ଥାଳିଟି ସେ କିପରି ନେଇଗଲା? ପ୍ରଥମ ବାସନ ବେପାରୀ ପାଟି କରି ଉଠିଲା, କାରଣ ସେ ଜାଣିଥିଲା କ'ଣ ନା କାରଣ ଆଙ୍କ ଭିତରୁ କୋଉଟା ଠିକ୍ ହବ ନା ସେ ଜାଣିଥିଲା ଯେ ଥାଳିର ମୂଲ୍ୟ ଅଧିକ ହେଇଥିବାରୁ ସିଏ ଏହି କଥାଟି କହିଲା ହେଲା। ତ ପ୍ରଥମଟା ହେଇଯିବ ତୁମ ମାନଙ୍କର ଉତ୍ତର ହେଲା ଏଇ ଗୋଟେ। ଓକେ, ତ ଦେଖିବା ତାପରେ କ'ଣ ଦେଇଛି କ୍ୱେଶ୍ଚିନ୍। ଶୀର୍ଷକ ଅଣ୍ଡରେ ଦେଖିବା ଦେଇଛି ତୁମେ ଯେଉଁ କାହାଣୀ ଟିକେ ରୁହନ୍ତୁ। ତୁମେ ଯେଉଁ କାହାଣୀ ପଢିଲ ତାର ନାମ ଠକି ବସିଲେ ଠକିଯିବ ବୋଲି ଦିଆଯାଇଛି। କାହାଣୀର ନାମ ଏପରି କାହିଁକି ଦିଆଗଲା ଦଳ ସହ ଆଲୋଚନା କରି ତାର କାରଣ ଆମେ ଲେଖିବା ହେଲା। ତ ଦେଖିବା ଉତ୍ତର କ'ଣ ହେଇଥିବ। ଦେଖ, ଠକି ବସିଲେ ଠକିଯିବ। ଗଳ୍ପରେ ପ୍ରଥମ ବେପାରୀ ଲୋଭୀ ଓ ଠକ ଥିଲା। ସେ ସୁନା ଥାଳିକୁ ପିତ୍ତଳ ଥାଳି କହି ଥାଳି ବଦଳରେ 1 ଟଙ୍କା ଦେବ ବୋଲି ବୁଢୀ ମା ଆଉ ତା ନାତୁଣୀକୁ କହୁଥିଲା କି ମୁଁ 1 ଟଙ୍କା ସେ ଥାଳି ବଦଳରେ ଦେବି, ହଁ ନା ନାଇଁ। ଦ୍ୱିତୀୟ ବେପାରୀ କିନ୍ତୁ ସତ କଥା କହିଲା ଯେ ଥାଳି ହେଉଛି ସୁନା ଥାଳି ଏବଂ ତାର ମୂଲ୍ୟ 1,00,000 ବୋଲି ସିଏ କହିଲା, ହଁ ନା ନାଇଁ। ତ ଯଦି ଦ୍ୱିତୀୟ ବେପାରୀ ସତ କଥା କହିନଥାନ୍ତା ତେବେ କ'ଣ ହେଇଥାନ୍ତା? ପ୍ରଥମ ବେପାରୀ ବୁଢୀ ମାକୁ ଠକି ଦେଇଥାନ୍ତା ଓ ସୁନା ଥାଳିକୁ ନେଇ ଯାଇଥାନ୍ତା। ତେଣୁ ଏଥିରୁ ଆମେ କ'ଣ ଜାଣିଲେ ନା ଯଦି ଜଣେ ଠକୁଥିବ ତାହେଲେ ସେ ସର୍ବଦା ସବୁବେଳେ ଠକିବାକୁ ଆରମ୍ଭ କରିବ। ଠକିବାର ସୀମା ହିଁ ଆଉ ରହିବ ନାହିଁ। ତେଣୁ ପ୍ରଥମ ବେପାରୀ ଠକୁଥିଲା, ତେଣୁ ଶେଷରେ ତା ସହିତ ଠକାମି ହେଲା। ତ ଯିଏ ଠକୁଥିବ ତା ସହିତ ସେଇପରି ହବ, ଆମେ ପଢିଥିଲେ ହେଲା। ଓକେ, ତ 1 ନମ୍ବର ଗଲା। ଦେଖିବା 2 ନମ୍ବର କ'ଣ ଦେଇଛି, ଯୋଉ ଖରେ କ'ଣ ଦେଇଛି। ଯଦି ତୁମେ ଏହାର ଅନ୍ୟ ଗୋଟିଏ ନାମ ଦେବାକୁ ଚାହିଁବ ତେବେ ତାହା କ'ଣ ହେବ ବୋଲି ତୁମେ ଭାବୁଛ? ଏପରି ଶୀର୍ଷକ ବାଛିବାର କାରଣ କ'ଣ କୁହ ହେଲା। ଯେମିତି ଟାଇଟଲ ହେଇଛି ଗପର ନାଁ କ'ଣ ହେଇଛି ଠକି ବସିଲେ। ଟିକେ ରୁହନ୍ତୁ ପିଲାମାନେ, ଏଠି ମୁଁ ଟିକେ ସ୍ପେଲିଂ ମିଷ୍ଟେକ୍ ହେଇଯାଇଛି। ଠକି ଲେଖିଦେଇଛି, ଠକି ହବ। ଓକେ, ଠକି ଟିକେ ଟାଇପିଂ କଲାବେଳେ ମିଷ୍ଟେକ୍ ହେଇଯାଇଛି, ତୁମେ ମାନେ କରେକ୍ସନ କରିଦେବ। ଠକି ହେଲା। ତ ସେ କହୁଛି ଯେ ଯଦି ତୁମେ ଏହାର ଅନ୍ୟ ଗୋଟିଏ ନାମ ଦେବାକୁ ଚାହିଁବ କ'ଣ ହେବ ନା ମୁଁ ବି ଦେଇପାରିବି, ଆଉ ଏ ଗଳ୍ପର ନାଁ ଆଉ ଗୋଟେ ବି ଦେଇପାରିବି। ଯେପରିକି ଦେଖ, ଯେପରି କର୍ମ ସେପରି ଫଳ ଦେଇପାରିବି ନା ନାଇଁ। ଯିଏ ଯେପରି କର୍ମ କଲା ସେପରି ଫଳ ପାଇବ। କାହିଁକି ମୁଁ ଏଇ ଶୀର୍ଷକଟା ଦେବାକୁ ଚାହୁଁଛି ନା ଦେଖ, କାରଣ ମୋ ପ୍ରଥମ ବେପାରୀ ବୁଢୀ ମାଙ୍କୁ ଠକିଲା, ତେଣୁ ତା ସହ ଠକାମ ହେଲା, ହଁ ନା ନାଇଁ। ଦ୍ୱିତୀୟ ବେପାରୀ ସଚ୍ଚୋଟ ଓ ଦୟାବାନ ଥିଲା, ତେଣୁ ଶେଷରେ ତା ସହିତ ଭଲ ହେଲା, ହଁ ନା ନାଇଁ। ତ ଯିଏ ଠକିବ ତା ସହିତ ଠକାମି ହେବ, ଯିଏ ଭଲ କରିବ ତା ସହିତ ଭଲ ମଧ୍ୟ ହେବ। ତ ମୁଁ ଏଇ ଟାଇଟେଲଟା ମଧ୍ୟ ଦେଇପାରିବି। ଏଇ ଗପର ନାଁ ଆଉଟା ବି ଆମେ ରଖିପାରିବା, ଯେପରି କର୍ମ ସେପରି ଫଳ ହେଲା। ତୁମେ ମାନେ ବି ତୁମ ଅନୁସାରେ ଟାଇଟେଲ ଦେଇପାରିବ। ଯଦି କିଛି ଦେଇପାରିବ ତୁମେ ଭାବୁଛ ଦେନ୍ ମତେ କମେଣ୍ଟ ବକ୍ସରେ ଜଣେଇବ କ'ଣ କ'ଣ ଆଉ ସବୁ ଟାଇଟେଲ ସବୁ ଦେଇପାରିବ, ଗପର ନାଁ ଆଉ କ'ଣ ସବୁ ଦେଇ ହବ। ଓକେ, ତ ଦେଖିବା ଗରେ କ'ଣ ଦେଇଛି। ବାସନ ବେପାରୀଟି ପ୍ରଥମ ଥର ଆସି ଥାଳିଟିକୁ କମ୍ ଦରରେ ନେବାକୁ ଚେଷ୍ଟା କରିଥିଲା। ଯେତେବେଳେ ସେ ପୁଣି ଥରେ ଥାଳିଟି ନେବାକୁ ଆସିଲା ତାର ଦର କାହିଁକି ସେ ବଢାଇ କହିନଥିଲା 2 ଟଙ୍କା, ତାପରେ 10 ଟଙ୍କା ଏମିତି ବଢାଇକି ସେ କହିଲା। ତାହେଲେ କାହିଁକି କହିଲା ଦେଖିବା ନା ଦେଖ, ବାସନ ବେପାରୀ ପ୍ରଥମ ଥର ଆସି କମ୍ ଦରରେ ନେବାକୁ ଚେଷ୍ଟା କଲା। ଦ୍ୱିତୀୟ ଥର ଯେବେ ଆସିଲା ଥାଳି ଦର ଅଧିକ କରି ନେବାକୁ ଆସିଲା, କାରଣ
ତାର ଲୋଭ ହେଲା, ଲୋଭ ଧୀରେ ଧୀରେ ତାର ବଢିବାକୁ ଲାଗିଲା। ସେ ଭାବିଲା କି ଏତେ ଭଲ ସୁଯୋଗକୁ ହାତ ଛଡା କରିବା ଭଲ ନୁହଁ। ତେଣୁ ସେ ବୁଢୀ ମାକୁ ଦର ବଢାଇ କରି କହିଲା, ଆଉ ଥରେ ଆସିଲା, କହିଲା ମୁଁ ଏତେ ବଡ ଭଲ ଚାନ୍ସ ମୁଁ କାହିଁକି ହାତ ଛଡା କରିବି। ତେଣୁ ସେ ଆଉ ଥରେ ଆସିଲା, ଆଉ ଟିକେ ଦର ବଢେଇ କହିଦେଲେ କାଳେ ବୁଢୀ ମା ନେଇଯିବ। ତେଣୁ ସେ ସେଇଥିପାଇଁ ଦର ବଢେଇକି କହିଲା ହେଲା। ତାପରେ ଦେଖିବା କଣ ଦେଇଛି, ଗଦ୍ୟାଂଶ ଉପରେ ଆଲୋଚନା ହେଲା। ଏଠି ଗଦ୍ୟାଂଶ ମାନେ ସରଳ ଅର୍ଥ ଲେଖିବା ପାଇଁ କହୁଛି ହେଲା। ତ ଏଠି କିଛି 5ଟା ଲାଇନ ସବୁ ଦେଇଛି ଗଳ୍ପର, ତାକୁ ଆମେ ସରଳ ଭାଷାରେ ବୁଝାଇକି ଲେଖିବା ହେଲା। ତ ଦେଖିବା ଏକରେ କଣ ଦେଇଛି ନା, ସେମାନେ ସୁନା ଥାଳିରେ ଖାଉଥିଲେ। ଆକୁ ସରଳ ଭାଷାରେ ବୁଝାଇକି ଲେଖିବା। 5ଟି ଅଛି ପିଲାମାନେ, 5ଟା ବାକ୍ୟ ଅଛି, ତାକୁ 5ଟାରେ ସରଳ ଥରେ ଆମେ ବୁଝାଇକି ଲେଖିବା ହେଲା। ତ ଚାଲ ଯିବା ସରଳ ଭାଷାରେ ବୁଝାଇକି ଆରାମସେ ଭଲ ଭାବରେ ବୁଝିକି ଲେଖିବା। ଦେଖ ପିଲାମାନେ, କରେ କଣ କହୁଛି ନା, ସେ କହିଥିଲା ତମେ ଏହିପରି ଲେଖିବ, ସେମାନେ ଖାଉଥିଲେ ହେଲା। ତ ଲେଖିବ, ଉକ୍ତ ପଦ୍ୟାଂଶଟି ପଠିତ ସାହିତ୍ୟ ବହିର ଠକି ବସିଲେ ଠକି ଯିବ ଗଳ୍ପରୁ ଆସିଅଛି। ଏଠାରେ ଗାଳ୍ପିକ କିଏ ନା ବଂଶୀଧର ଦାସ ଆଈର ପୂର୍ବ ସମୟରେ ଅତ୍ୟଧିକ ଧନୀ ଓ ବିଳାସପୂର୍ଣ୍ଣ ଜୀବନକୁ ବର୍ଣ୍ଣନା କରିଛନ୍ତି। ଏଠି ପିଲାମାନେ ମୁଁ ଟିକେ ଲେଖିନି କରିଛନ୍ତି, ତୁମେ ମାନେ ଟିକେ ଲେଖିଦବା କରିଛନ୍ତି ହେଲା। ଦେଖିବା, ଆଈର ପରିବାର ପୂର୍ବରୁ ଧନୀ ଥିଲେ। ବେପାର ବଣିଜ କରି ଆଈର ପୁଅମାନେ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ। ଫଳରେ କଣ ହଉଥିଲା ନା, ଘରେ ଘିଅ ମହୁର କମି ନଥିଲା। ସେମାନେ ବହୁତ ଧନୀ, ଐଶ୍ୱର୍ଯ୍ୟଶାଳୀ ଓ ସୁଖ ସମୃଦ୍ଧିର ଜୀବନ ବିତାଉଥିଲେ। ସେମାନଙ୍କ ପାଖରେ ଧନ ସମ୍ପତ୍ତିର ଅଭାବ ନଥିଲା। ତେଣୁ ସେମାନେ ସାଧାରଣ ଲୋକଙ୍କ ପରି ନୁହେଁ, ବରଂ ସୁନା ଥାଳିରେ ସେମାନେ ଭୋଜନ କରୁଥିଲେ, ସୁନା ଥାଳିରେ ସେମାନେ ଖାଦ୍ୟ ଖାଉଥିଲେ ହେଲା। ତ ଖରେ ଯିବା, ଦେଖିବା କଣ ଦେଇଛି ସେମିତି। ତୁମେ ମାନେ ବୁକ୍ ରେ ଦେଖିପାରିବ, ଖରେ ଦେଇଛି, ତୁମେ ଏହିପରି ଲେଖିପାରିବ ଖର। ହେ ଡ୍ୟାସ୍ 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 ମୁଲେଇବି କଣ। ଓକେ, ଏଥିରେ କଣ କୁହାଯାଉଛି ନା, ଉକ୍ତ ଗଦ୍ୟାଂଶଟି ପଠିତ ସାହିତ୍ୟ ବହିର ଠକି ବସିଲେ ଠକିଯିବ ଗଳ୍ପରୁ ଆସିଅଛି ହେଲା। ଏଠାରେ ଗାଳ୍ପିକ ବଂଶୀଧର ଦାସ କିପରି ପ୍ରଥମ ବେପାରୀ ଲୋଭ ଓ ଠକ ବୋଲି ଆଲୋକପାତ କହିଛନ୍ତି। କିପରି ପ୍ରଥମ ବେପାରୀ ଲୋଭ ଏବଂ ଠକ ହେଲା। ତ ପ୍ରଥମ ବେପାରୀ କଣ, ଠକ ଓ ଲୋଭୀ ଥିଲା। ଆଈ ଦେଇଥିବା ଥାଳିଟି ବାହାରକୁ ମଇଳା ଦେଖାଯାଉଥିଲା ମଧ୍ୟ ବେପାରୀ ତାହାର ପ୍ରକୃତ ମୂଲ୍ୟ ବୁଝିପାରିଲା। ସୁନା ଥାଳିକି ଦେଖି ତାର ଲୋଭ ହେଲା। ତେଣୁ ସେ ଆଈଙ୍କୁ କହିଲା, ହେଁ ଏଇଟା ଗୋଟେ ଚିଜ, ୟାକୁ ପୁଣି ମୁଁ ମୂଲେଇବି କଣ। ଥାଳିର ପ୍ରକୃତ ଅର୍ଥ ଦେବା ବଦଳରେ ସେ ମିଛରେ ଆଈକୁ କହିଲା ଯେ ଏଇଟା ଗୋଟିଏ ଜିନିଷ ଯାହା ପାଇଁ ମୁଁ ଭଲ ମୂଲ୍ୟ ଦେବି। ମାନେ ଥଟାରେ ଏମିତି କହିଲା, ଏଇଟା କଣ ଏତେ ବଡ ଜିନିଷ, ମୁଁ ତା ପାଇଁ ଏତେ ଟଙ୍କା ଦେବି। ତାର ଲୋଭ ହେଲା, କିନ୍ତୁ ବୋକା ବନେଇବାକୁ ଚେଷ୍ଟା କଲା ଆଈ ଆଉ ତା ନାତୁଣୀଙ୍କୁ ହେଲା। ତ ଗରେ ଦେଖିବା କଣ ଦେଇଛି। ତୁମେ ମାନେ ବୁକ୍ ରେ ଦେଖିପାରିବ ଲାଇନଟା। ଆକ୍ଚୁଆଲି ଏଇ ଲାଇନଟା ଅଛି, ବାପ ତୁମେ ଯେଉଁ ସତ୍ପଦକ କହିଲ ସେ ପଦକ ଲକ୍ଷେ। ତ ତୁମେ ଏମିତି ଲେଖିବ, ବାପ ଲକ୍ଷେ। ଓକେ, ତାପରେ ଦେଖିବା କଣ ବୁଝେଇକି ଲେଖିବା। ଉକ୍ତ ଗଦ୍ୟାଂଶଟି ପଠିତ ସାହିତ୍ୟ ବହିର ଠକି ବସିଲେ ଠକିଯିବ ଗଳ୍ପରୁ ଆସିଅଛି। ଏଠାରେ ଗାଳ୍ପିକ ବଂଶୀଧର ଦାସ ସଚୋଟ ଓ ସତ୍ୟବାନ ଗୁଣକୁ ବର୍ଣ୍ଣନା କରିଛନ୍ତି ହେଲା। ଆଚ୍ଛା, ଦ୍ୱିତୀୟ ବେପାରୀ ସଚୋଟ ଓ ସତ୍ୟବାନ ଓ ଦୟାବାନ ଥିଲା। ସେ ଯେତେବେଳେ ସେ ଥାଳିଆଟିକୁ ଆଣିଲା, ସେ ସତ କଥା ବୁଢୀ ମାଙ୍କୁ କହିଲା ଯେ, ମାଉସୀ ଏଇଟା ପୁରା ଲେଖାନି, ଏଇଟା ପରା ଲେଖିବ ହେଲା। ଏଇଟା ପୁରା ଖାଣ୍ଟି ସୁନା, ଆର ମୂଲ୍ୟ 1,00,000 ଟଙ୍କା ହେବ। ଏହା କହିଲା ନା ନାଇଁ। ହେଲେ ପ୍ରଥମ ବେପାରୀ କଣ କହିଥିଲା, ମିଛ କଥା କହିଥିଲା ଯେ ଏଇଟା ଗୋଟେ ପିତ୍ତଳ ଥାଳି ବୋଲି, ଆର ମୂଲ୍ୟ 1 ଟଙ୍କାରୁ ଅଧିକ ହବନି। ଆଈ ଦ୍ୱିତୀୟ ବେପାରୀ କଥା ଶୁଣି ଆଶ୍ଚର୍ଯ୍ୟ ହୋଇ କହିଲା ଯେ, ବାପ ତୁମେ ଯେଉଁ ସତ୍ପଦକ କଥା କହିଲ ସେ ପଦକ ହିଁ 1,00,000 ହେଲା। ତେଣୁ ସେ ଏଇ କଥାକୁ ଭାବି ଆଈ ଏଇ କଥା କହିଥିଲା ହେଲା। ତାପରେ ଦେଖିବା ଘଟା କଣ ଦେଇଛି, ବୁକ୍ ରେ ତୁମେ ମାନେ ପିଲାମାନେ ଦେଖିପାରିବ। ଆକ୍ଚୁଆଲି ଲାଇନଟା ଅଛି, ବୁଢୀର କଥା ଶୁଣି ବେପାରୀ ଆଖିରୁ ଲୁହ ଝରି ପଡିଲା ହେଲା। ତ ତୁମେ ଏମାନେ ଲେଖିବ ନା, ବୁଢୀର ଝରି ପଡିଲା ହେଲା। ଗଦ୍ୟାଂଶ ବି ଯେତେବେଳେ ଲେଖୁଛ ସରଳତ, ତ ଏହିପରି ଭାବରେ ଲେଖିବ ହେଲା। ଉକ୍ତ ଗଦ୍ୟାଂଶଟି ପଠିତ ସାହିତ୍ୟ ବହିର ଠକି ବସିଲେ ଠକି ଯିବ ଗଳ୍ପରୁ ଆସିଅଛି ହେଲା। ଏଠାରେ ଗାଳ୍ପିକ ବଂଶୀଧର ଦାସ ସତ୍ୟତା ଓ ଦୟାବାନ ଗୁଣକୁ ମହତ୍ଵ
ଦେଇଛନ୍ତି। ନା କଣ ନା ଦ୍ୱିତୀୟ ବେପାରୀ ସଚ୍ଚୋଟ, ସତ୍ୟବାନ ଓ ଦୟାବାନ ଥିଲା। ବୁଢ଼ୀ ନିଜର ଦାରିଦ୍ର୍ୟ, ଦୁଃଖ ଓ ନାତୁଣୀ ସହ କିପରି କଷ୍ଟରେ ଜୀବନ କାଟୁଛନ୍ତି ସେ କଥା ବେପାରୀଙ୍କୁ କହିଥିଲେ। ବେପାରୀ ସେହି ଦୁଃଖଦ କଥା ଶୁଣି ବହୁତ ମର୍ମାହତ ହେଲେ। ତାଙ୍କ ମନରେ ବୁଢ଼ୀ ଓ ନାତୁଣୀ ପ୍ରତି ଗଭୀର ଦୟା ଓ ସହାନୁଭୂତି ଜାଗ୍ରତ ହେଲା। ତାଙ୍କ ପ୍ରତି ଯେତେବେଳେ ସେ ଶୁଣିଲେ ସେ ବୁଢ଼ୀ ମାର କାହାଣୀ, ତାକୁ ବହୁତ ଦୟା ଲାଗିଲା। ତେଣୁ ସେଥିପାଇଁ ସେ ନିଜ ଭାବନାକୁ ଆଉ ରୋକି ପାରିଲା ନାହିଁ, ତା ଆଖିରୁ ଲୁହ ଝରି ପଡ଼ିଲା। ହେଲା, ବୁଝିପାରିଲ? ଦେନ୍ ଯିବା ତାପରେ 1 ନମ୍ବରକୁ ଦେଖିବା କଣ ଦେଇଛି। 1 ନମ୍ବର ଆକ୍ଚୁଆଲି ଲାଇନଟା ତୁମେ ବୁକରେ ଦେଖ କଣ ଦେଇଛି ନା ତୁମେ ଏହିପରି ଲେଖିପାରିବ, ପଡ଼ିଶା ଲୋକ ନାହିଁ। ହେଲା, ତ ଉକ୍ତ ଗଦ୍ୟାଂଶଟି ପଠିତ ସାହିତ୍ୟ ବହିର ଠକି ବସିଲେ ଠକିଯିବ ଗଳ୍ପରୁ ଆସିଅଛି। ଏଠାରେ ଗାଳ୍ପିକ ବଂଶୀଧର ଦାସ ଆଈ ଏବଂ ବେପାରୀ ମଧ୍ୟରେ ଚାଲୁଥିବା ମୂଲ୍ୟ ତୁଳନାକୁ ଦର୍ଶେଇଛନ୍ତି। ହେଲା, ସେଆକୁ ପଡ଼ିଶା ଲୋକ ଦେଖିକି କହିଛନ୍ତି ଏମିତି କଣ ଦରକୁ ହଙ୍କା ହଙ୍କି ହେଉଛନ୍ତି। ହେଲା, ତ ଦେଖିବା ଷ୍ଟୋରିଟା କଣ ଏ ଲାଇନ୍ ପଛରେ। ନା ଯେତେବେଳେ ଦ୍ୱିତୀୟ ବେପାରୀ ବୁଢ଼ୀଙ୍କ ଘରକୁ ଆସି ସୁନା ଥାଳିର ପ୍ରକୃତ ମୂଲ୍ୟ ବୁଝି ତାହା ପାଇଁ ବହୁତ ଅଧିକ ଦାମ ଦେବାକୁ ଚାହିଁଥିଲା, ପ୍ରଥମ ବେପାରୀ ଥାଳିର ଦର କମ କହୁଥିଲା ଓ ଏହାକୁ ପିତ୍ତଳ ଥାଳି କହୁଥିଲା, କିନ୍ତୁ ଦ୍ୱିତୀୟ ବେପାରୀ କହିଲା ସୁନା ଥାଳି। ତେଣୁ ବେପାରୀ ଓ ବୁଢ଼ୀଙ୍କ ମଧ୍ୟରେ ଦରଦାମ ଚାଲିଲା। ଇଏ ଅଧିକା କହିଲା ବେଳୁ ସେ କମ କହୁଛି। ତ ଏହା ଦେଖି ପଡ଼ିଶା ଲୋକମାନେ ସେଠାରେ ଏକାଠି ହେଲେ, ଦେଖିଲେ କଣ ହଉଛି ସବୁ। କିନ୍ତୁ ଥାଳିଟିର ପ୍ରକୃତ ମୂଲ୍ୟ ବେପାରୀ ଏତେ ଅଧିକ ଦାମ କାହିଁକି କହୁଛି ସେମାନେ ଜାଣିକି ଆଶ୍ଚର୍ଯ୍ୟ ହଉଥିଲେ। କହିଲେ ଏମାନଙ୍କ ପାଖରେ ବି ଏତେ ସୁନା ଥାଳି ଅଛି, ମାନେ ମଇଳା ଦେଖାଯାଉଥିବା ଥାଳି କଣ ସୁନା ଥାଳି? ତ ଏହାକୁ ସେ ଦେଖିକି ଆଶ୍ଚର୍ଯ୍ୟ ହେଲେ। ଏବଂ ସେ ଯୋଉ ଦର ସବୁ କହୁଥିଲେ ବେପାରୀ ମାନେ, ଇଏ କହୁଛି ଟଙ୍କାଟା, ସିଏ କହୁଛି 1,00,000 ଟଙ୍କା। ତ ତେଣୁ ଏହାକୁ ଭାବିକି ପଡୋଶୀ ମାନେ କଣ ହେଲେ ନା ହଙ୍କା ହଙ୍କି ହେଲେ, ମାନେ ଆଶ୍ଚର୍ଯ୍ୟ ହଉଛନ୍ତି। ଏ ଯୋଉ ସବୁ ସିନ୍ ଚାଲିଛି ତାକୁ ଦେଖି ପଡୋଶୀ ମାନେ ଆଶ୍ଚର୍ଯ୍ୟ ହେଉଥିଲେ। ହେଲା, ଦେଖିବା ନେକ୍ସଟ ତାପରେ କଣ ଦେଇଛି। ଆଚ୍ଛା, ତୁମର ପିଲାମାନେ ଏଇଠି ଗଦ୍ୟାଂଶର ଯୋଉ ଉପରେ ଆଲୋଚନାର ସେକ୍ସନ ସରିଲା। ଦେନ୍ ନେକ୍ସଟ ବି ଦେଖିବା ତାପରେ କଣ ଦେଇଛି ନା ଚିନ୍ତା କରିବା। କାହାଣୀକୁ ପୁଣି ଥରେ ପଢ, ନିମ୍ନରେ ଦିଆଯାଇଥିବା ବାକ୍ୟ ଗୁଡ଼ିକୁ ବୁଝି ଲେଖ। ଏଠି କିଛି ଲାଇନ୍ସ ଦେଇଛି, ତାକୁ ବୁଝିକିରି ଲେଖିବା। ହେଲା, ତ କରେ କହୁଛି ଆଈ ନାତୁଣୀ ବସିଗଲା କଥା ଭାବୁଛନ୍ତି। ହେଲା, ଏହାକୁ ବୁଝାଇକି ଲେଖିବା। ନା କଣ ହେବ ଦେଖ କରେ। ଏହି ଉକ୍ତି ଆଈ ନିଜର ଅତୀତ ଜୀବନର କଥା ଭାବୁଛନ୍ତି। ସେ ମନେ ପକାଇ କହୁଛନ୍ତି ଯେ ଏକ ସମୟରେ ତାଙ୍କ ପରିବାର ବହୁତ ଧନୀ ଥିଲା। ସେମାନେ ସୁନା ଥାଳିରେ ଭୋଜନ କରୁଥିଲେ ଏବଂ ସୁଖରେ ଜୀବନଯାପନ କରୁଥିଲେ। କିନ୍ତୁ ସମୟ ପରିବର୍ତ୍ତନ ସହିତ ସେମାନଙ୍କ ଧନ ସମ୍ପତ୍ତି ନଷ୍ଟ ହୋଇଗଲା। ତ ଏଇ କଥା ମା ଯୋଉ ଆଈ ଆଉ ନାତୁଣୀ ବସି ଭାବୁଛନ୍ତି ତାଙ୍କ ପରିସ୍ଥିତି ଉପରେ। ହେଲା, ତ ଦେଖିବା ଖରେ କଣ ଦେଇଛି ନା ବୁଢ଼ୀ ଏଥର ତାର ଗଲା ଦିନର କଥା କହିଗଲା। ସବୁ ଶୁଣି ବେପାରୀ ଆଖିରୁ ଲୁହ ଝରି ପଡ଼ିଲା। ହେଲା, ତ ଦେଖିବା ଆର ଅର୍ଥ କଣ ନା ଏହାକୁ ବୁଝେଇକି ଲେଖିଲେ କଣ ହେବ ନା ବୁଢ଼ୀ ନିଜର ଅତୀତ ଜୀବନର ଦୁଃଖ ଓ ଦାରିଦ୍ର୍ୟର କଥା ଦ୍ୱିତୀୟ ବେପାରକୁ କହୁଥିଲା। ଏକ ସମୟରେ ସେମାନେ ବହୁତ ଧନୀ ଥିଲେ, କିନ୍ତୁ ସବୁ କିଛି ହରାଇ ଦୁଃଖର ଜୀବନ ଏବେ କାଟୁଥିଲେ। ବୁଢ଼ୀର ଏହି ଦୁଃଖ ଭରା କଥା ଶୁଣି ବେପାରୀ କଣ କରିବାକୁ ଲାଗିଲା ନା ବେପାରୀ ମନରେ ଦୟା ଆସିଲା। ତ ସେନୁ ତା ମନରେ ସହାନୁଭୂତି ଜାଗ୍ରତ ହେଲା। ସେଥିପାଇଁ ତା ଆଖିରୁ ବହୁତ ଲୁହ ଝରି ପଡ଼ିଲା। ହେଲା, ବୁଝିପାରିଲ? ତ ଯିବା ଗରେ ଦେଖିବା କଣ ଦେଇଛି। ତୁମେ କୁହ ଆଈ ନାତୁଣୀଙ୍କ ଦୁଃଖ ଅନୁଭବ ଏବଂ ବାସନ ବେପାରୀ ଦୁଃଖ ଅନୁଭବ ମଧ୍ୟରେ କଣ ପାର୍ଥକ୍ୟ ଅଛି। ହେଲା, ଦେଖ ଆଈ ନାତୁଣୀ ନିଜର ଦୁଃଖ ଜୀବନ ପ୍ରକୃତ କଷ୍ଟ, କିନ୍ତୁ ତାଙ୍କର ଦୁଃଖ ଜୀବନଟା ଆକ୍ଚୁଆଲି କଷ୍ଟ ଥିଲା, ପ୍ରକୃତ କଷ୍ଟ ଥିଲା। କିନ୍ତୁ ବେପାରୀଙ୍କ ଦୁଃଖ ଅନ୍ୟର କଷ୍ଟ ଦେଖି ହଉଥିବା ସହାନୁଭୂତିକ ଦୁଃଖ ଥିଲା, ଯାହାର ଅନ୍ୟ ଦୁଃଖକୁ ଦେଖି ସେ ସହି ପାରିଲାନି, ସେଥିପାଇଁ ତାର ଦୁଃଖ ଅନୁଭବ ଥିଲା। କିନ୍ତୁ ଆଈ ନାତୁଣୀଙ୍କର ଦୁଃଖ ପ୍ରକୃତ ଦୁଃଖ ଥିଲା। ଏହା ହିଁ ଉଭୟଙ୍କ ଦୁଃଖ ଅନୁଭବ ମଧ୍ୟରେ ମୁଖ୍ୟ ପାର୍ଥକ୍ୟ ଥିଲା। ହେଲା, ବୁଝିପାରିଲ? ଦେନ୍ ଦେଖିବା ତାପରେ କଣ ଦେଇଛି। ଦିନଚର୍ଯ୍ୟା ସେକ୍ସନ ଅନୁସାରେ ଦେଖିବା କଣ ଦେଇଛି ନା କାହାଣୀଟି ପଢି ତୁମେ ଆଈ ନାତୁଣୀଙ୍କ ଦିନ କିପରି କଷ୍ଟରେ କଟୁଥିଲା ସେ ବିଷୟରେ ଜାଣିପାରିଲ। ହଁ ନା ନାଇଁ? ତ ସେହିଭଳି ବିଭିନ୍ନ ଗରିବ ଅସହାୟ ଲୋକଙ୍କ ଜୀବନ କିପରି ବିତୁଥିବ ତାହା ଅନୁମାନ କରୁଥିବ। ଆମେ ମାନେ ବି ଆଖିରେ ଦେଖୁଛେ। ତ ଏହିଭଳି ଜଣେ ବ୍ୟକ୍ତିଙ୍କ ଦିନଚର୍ଯ୍ୟା ବିଷୟରେ ଚିନ୍ତା କରି ଲେଖ। ମୁଁ ଗୋଟେ ଗରିବ ଗୋଟେ ନର୍ମାଲ ଫ୍ୟାମିଲି ବିଷୟରେ, ଗୋଟେ ଲୋକ ବିଷୟରେ ଲେଖିଛି। ହେଲା, ଚାଲ ପଢିବା। ଦେଖ, ଆଈ ନାତୁଣୀ ଭଳି
ଜଣେ ଦରିଦ୍ର ବ୍ୟକ୍ତିର ଦିନଚର୍ଯ୍ୟା ବହୁତ କଷ୍ଟପୂର୍ଣ୍ଣ ହୋଇଥାଏ। ସେ ସକାଳୁ ଉଠି ଘରର ସମସ୍ତ କାମ କରିଥାଏ ଏବଂ ଦୈନନ୍ଦିନ ଜୀବନ ପାଇଁ ସଂଘର୍ଷ କରିଥାଏ। ପ୍ରତିଦିନ ଖାଦ୍ୟ, ପୋଷାକ ଓ ଅନ୍ୟାନ୍ୟ ଆବଶ୍ୟକତା କିପରି ପୂରଣ ହେବ ସେହି ତା ମୁଣ୍ଡରେ ସବୁବେଳେ ଚିନ୍ତା ଚାଲିଥାଏ। ଅଭାବ ଓ ଦୁଃଖ ଥିଲେ ମଧ୍ୟ ସେ ସତ୍ୟତା ଏବଂ ସଚ୍ଚୋଟତା ଏବଂ ଧୈର୍ଯ୍ୟର ସହିତ ଜୀବନକୁ ବିତାଏ। ହେଲା, ଯେତେ କଷ୍ଟ ହଉ ପଛେ କିନ୍ତୁ ସେ ତାର ଜୀବନକୁ ଆଗେଇ ନବାକୁ ପ୍ରଯୁଜ୍ୟ ଥିଲା। ସେ ଭବିଷ୍ୟତକୁ ନେଇ ଆଶା ରଖି ପରିଶ୍ରମ କରି ନିଜର ଜୀବନକୁ ଅତିବାହିତ କରୁଥିଲା। ହେଲା, ବୁଝିପାରିଲ? ତାପରେ ଯିବା ଦେଖିବା ଖରେ କଣ ଦେଇଛି। ଓକେ, ତୁମେ ସକାଳୁ ଉଠି ଶୋଇବା ଯାଏଁ କିପରି ଦିନ ବିତାଅ ତାହା ଖାତାରେ ତୁମେ ମାନେ ଲେଖିବ। ମୁଁ ଜଷ୍ଟ ତୁମମାନଙ୍କ ଅନୁସାରେ ଗୋଟେ ଲେଖିଛି, ବଟ୍ ତୁମେ ମାନେ ତୁମ ଅନୁସାରେ ବି ଲେଖିପାରିବ। ହେଲା, ଦେଖ। ଓକେ, ମୁଁ ପ୍ରତିଦିନ ସକାଳୁ ଉଠି ଟିକେ ରୁହନ୍ତୁ, ୱେଟ୍। ଓକେ, ଦେଖାଯାଉଛି ତ? ମୁଁ ପ୍ରତିଦିନ ସକାଳୁ ଶୀଘ୍ର ଉଠେ, ଦାନ୍ତ ଘଷିଥାଏ, ଗାଧାଏ ଏବଂ ପ୍ରାର୍ଥନା ମଧ୍ୟ କରେ। ତାପରେ ଜଳଖିଆ ଖାଇ ବିଦ୍ୟାଳୟକୁ ଯାଏ। ବିଦ୍ୟାଳୟରେ ମନ ଦେଇ ପାଠ ପଢେ ଓ ଶିକ୍ଷକଙ୍କ କଥା ଶୁଣେ। ଘରକୁ ଫେରି ମଧ୍ୟାହ୍ନ ଭୋଜନ କରି କିଛି ସମୟ ବିଶ୍ରାମ ନିଏ। ଆଉ ପିଲାମାନେ ତ ସବୁ ଚାରିଟା ବେଳେ ସ୍କୁଲରୁ ଆସି ସାରିଲା ପରେ ଖେଳନ୍ତି। ହେଲା, ସନ୍ଧ୍ୟାରେ ଖେଳେ ଏବଂ ପୁଣି ପାଠ ପଢେ। ରାତିରେ ରାତ୍ରି ଭୋଜନ କରି ପରିବାର ଲୋକଙ୍କ ସହିତ କିଛି ସମୟ କଥା ହୁଏ। ଶେଷରେ ପରଦିନରେ ପାଠ ପ୍ରସ୍ତୁତ କରି ଠିକ ସମୟରେ ଶୋଇପଡେ। ହେଲା, ତୁମେ ତୁମମାନଙ୍କ ଅନୁସାରେ ବି ଲେଖିପାରିବ। ମୁଁ ଜାଣିଛି ଯେ ସମସ୍ତଙ୍କର ଦିନର କାମ ହଉଛି ଏଇଆ, ପିଲାମାନଙ୍କର ସ୍ପେସିଆଲି। ଓକେ, ତୁମମାନଙ୍କର ତ ଏଇଆ ହେଇଥିବ, ସକାଳୁ ଉଠିବ, ଖାଇବ, ପିଇବ, ସ୍କୁଲ ଯିବ, ନିଜ ପାଠ ପଢିବ, ଦେନ୍ ପୁଣି ଶୋଇବ, ଖେଳିବ, ଏଇଆ ଆଉ କଣ। ଓକେ, ନେକ୍ସଟ ଯିବା। ତାପରେ ଦେଖିବା କଣ ଦେଇଛି। କାହାଣୀ ରଚନା ଶୈଳୀ। ଓକେ, ପରେ କହୁଛି ଉକ୍ତ କାହାଣୀରେ କେଉଁ କଥାଟି ତୁମକୁ ପସନ୍ଦ ଲାଗିଲା ତାହା ସାଙ୍ଗମାନଙ୍କ ସହ ଆଲୋଚନା କରି ଲେଖ। ହେଲା, ଦେଖିବା। ମତେ ତ ସବୁଠାରୁ ଭଲ ଲାଗିଲା ଦ୍ୱିତୀୟ ବେପାରୀ କଥା। ତୁମମାନଙ୍କୁ ବି ଭଲ ଲାଗିଥିବ। ହେଲା, ତ ଏହି କାହାଣୀରେ ଦ୍ୱିତୀୟ ବେପାରୀର ସଚ୍ଚୋଟତା ମତେ ସବୁଠାରୁ ଅଧିକ ପସନ୍ଦ ହେଲା। ସେ ବୁଢ଼ୀକୁ ଠକି ନଥିଲା, ବରଂ ସୁନା ଥାଳିର ପ୍ରକୃତ ମୂଲ୍ୟ ସେ ଦେଇଥିଲା। ତାଙ୍କର ଦୟା ଓ ସତ୍ୟବାଦିତା ଆମକୁ ସଚ୍ଚୋଟ ହୋଇ ଜୀବନ ବିତାଇବାର ଶିକ୍ଷା ଗୋଟିଏ ଦେଲା। ହେଲା, ତେଣୁ ଏହି କଥାଟି ମତେ ସବୁଠାରୁ ଅଧିକ ପସନ୍ଦ ହେଲା। ତୁମମାନଙ୍କୁ ବି ଦ୍ୱିତୀୟ ବେପାରୀ ବହୁତ ପସନ୍ଦ ହେଇଥିବ। ଦ୍ୱିତୀୟ ବେପାରୀ ଯୋଉ ବି କାମ କରିଛି ସେଇଟା ତୁମମାନଙ୍କୁ ବହୁତ ପସନ୍ଦ ଲାଗୁଥିବ, ମୁଁ ଆଶା କରୁଛି। ଓକେ, ତ ଦେଖିବା ଖରେ କଣ ଦେଇଛି ପିଲାମାନେ। ୱେଟ୍ କର ଟିକେ। ପଢିଥିବା କାହାଣୀଟି ତୁମକୁ କାହିଁକି